ହ୍ୟାଲୋ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ଆଜିର ନ୍ୟୁ ଭିଡ଼ିଓକୁ ସ୍ୱାଗତ। ସକାଳୁ ସକାଳୁ ଚାଲ ପଦାକୁ ଚାଲ ଯିବା, ତାପରେ ଦେଖିବା ପଦାରେ କେତେ କାମ। ଚାଲ ପଦା ଯାଉଛୁ। ସେଠି କ'ଣ ମିଟି କଟି ଚାଲିଛି। ତ ବେଶୀ କୋକଟିଆ ଆଉ এটা ওলা ওলা ସକାଳୁ ସକାଳୁ କ'ଣ ନାହିଁ କ'ଣ କହିଲାଣି ମୋ ମୁଣ୍ଡ କ'ଣ ହେଇଗଲା ହେଇଲୁ। ହଉ ସକାଳ ଗୁଡ୍ ମର୍ଣ୍ଣିଂ। ଚାଳିଆ ଘରେ ସକାଳୁ ସକାଳୁ ଆସିକି ମୁଁ ଘରେ ପହଞ୍ଚିଗଲି। ସକାଳୁ ସକାଳୁ ଆସିକି ଗୋଟେ ନୂଆ ଜିନିଷ ତିଆରି ହେଇଗଲି। ଚା ସହିତ ଆଜି ମଜା ନେବା। ଚା ଚିନି ଡବା ଟିକେ ଦେଇଦବା। କୋଉଟା ଚାହା କୋଉଟା ଚିନି, ଏଇଟା ଚା ଏଇଟା ଚିନି। ଚା ଚିନି ନିଅ, କ'ଣ ହେଇଛି ଦିଅ। ଖାଲି ବୋତଲ ଗୁରା ଏଠି ପଡିଛି ସବୁ। ଯୋଉ ଜିନିଷଟା ଖୋଜୁଛି ସେ ଏଠି ନାହିଁ। କୁଆଡେ ଗଲା? ନାହିଁ, ପାଇଲିନି। ଲିସିନି ଘରେ ଆସିବ। ହଉ ସକାଳୁ ସକାଳୁ ଦେଖ କ'ଣ ଚାଲିଛି। ତମର ଦାନ୍ତ ଘଷା ଟାଇମ ହେଇନି ବା, ଘେର ଖାଉଛ ଆଉ। ହଉ ଏଟା ହେଲା ସକାଳର ଦୃଶ୍ୟ। ସେପଟେ ରୋଷେଇ, ଆମର ଏପଟେ ରୋଷେଇ, ଲିକୁନୁ ସେପଟେ ରୋଷେଇ, ଆଉ ଏପଟେ ଆମର ରୋଷେଇଆ ପିଠା ତିଆରି କରିସ୍। କିଏ କହିବ ଏଟା କୋଉ ପିଠା ତିଆରି ଚାଲିଛି? ଏ ପିଠାଟା ଆମେ ନାଁ ଜାଣିନୁ। ଦେଖିବା କିଏ କେତେ ପ୍ରକାର ନାଁ କହିପାରିବ ଏଇଟା କୋଉ ପିଠା। କିନ୍ତୁ ଆମେ ଜାଣିନୁ, କରିକି ଖାଉଛୁ ଆଉ। ଦେଖେଇ ଶୀତ ତ ଖାଇଯାଉଛି ଆଉ ପିଠା କୋଉଠୁ ଉଠିବ। ଆଉ ଟିକେ ଥଣ୍ଡା ହେଲେ ଭଲ ଲାଗିବ। ରାଜା କ'ଣ ଗୁଣୁ ଗୁଣୁ ହେଲାଣି। ସମାପ୍ତ। ପାଣି ଆସିନି, ଲିସିନି ଗଲେ ବୋତଲରେ ପାଣି ନେଇ ଆସିଲି। ଚାଲ ଆଗ ଚାର ମଜା ନେଇ ସାରିବା, ତାପରେ ଦେଖିବା। ହଉ ଆସିଗଲା ଆମର ଚିତଉ ପିଠାକୁ ଆଉ ନାଲି ମଦ ନମ୍ବର 1। ଚାଲ ନାଲି ଚା କୁ ଚିତଉ ପିଠା। ମୁଁ ନାଲି ଚାକୁ ବିସ୍କେଟ ଖାଉଛି। ତମର ବିସ୍କେଟ ଖାଅ। ତାକୁ ଦଉନୁ ବିସ୍କୁଟ ଦେଖିକି ଆଇଲା। ତାକୁ ବିସ୍କୁଟ ଦଉନୁ। ଓହୋ ମୋର ଆଜି ବିସ୍କୁଟ ପସନ୍ଦ। ବିସ୍କୁଟ ନେଲା, କ'ଣ କରିବ ସେ ଏଇନା? ପାଣିରେ ବୁଡେଇବା। ହାଲକା ବୁଡେଇବା, ହାଲକା ସେ ଆଗ ତଳେ ବୁଡେଇକି ଆସିବ, ଉପରୁ ଚଢିବ, ପୁଣି ଉପରୁ ତଳେଇକି ଆସିବ। ସେଇପଟେ ବୁଲେଇ ଖାଇବ। ଦେଖ ପୁଣି ଆସିବ, ପୁଣି ବୁଲେଇକି ଖାଇବ, ବୁଡେଇବ ଖାଇବ। ପାଣି ଗରମ କରିଦଉଛି। ଏଟା ବୁଢାଟା ବା, ତା ଦାନ୍ତ ଭାଙ୍ଗି ଯାଇଛି ତ, ସେଥିପାଇଁ ସେ ଆଗ ପାଣିରେ ବୁଡେଇବ ଖାଇବ। ଦିନ ଛୋଟ ରାତି ବଡ। ପାଇଲି ମାର ତାକୁ। କାଲି ତାକୁ ଶୋଧୁଥିଲା ମାରେ।
ଗୋଟେ ଗଧ କଣ କରୁଛି ଦେଖ ସେଠି ଗଧ ଗଧ ଗଦା ନେ ପିଠା ପିଠା ନା ପିଠା ଆଉ ସାଙ୍ଗମାନେ ଏଥରକ ମୁଁ ତ ଚା ଫା ଖାଇକି ଆଉ ଆସିଗଲି ଚା ପାଣି ଖାଇକି ଆସିଗଲି ଚକୁଳି ଯେଉଁ ପିଠା ହେଇଥିଲା ଆମର ଆଜି ଗୋଟେ ନୂଆ ସ୍ପେଶାଲ ଚିତଉ ପିଠା ହେଇଥିଲା ଖାଇ ଦେଇକି ପଳେଇ ଆସିଲି ଆଉ ସକାଳୁ ସକାଳୁ ଆସିଲି ରୋଡ଼ ଉପରେ ଦେଖୁଛ ଗାଡ଼ି ମଟର ଚାଲିଛି ଆଉ ମୁଁ ଏଠି ବସିଛି ଗାଡ଼ିକି ବି ଆକ୍ଚୁଆଲି ମୁଁ ଅପେକ୍ଷା କରିଛି ଗାଡ଼ି ଯେହେତୁ ଆସିଲେ ଗାଡ଼ି ଦ୍ୱାରା ମୋର କାର୍ଯ୍ୟକ୍ରମ ଆଜି ଅଛି ଯେହେତୁ ଶୀତ ଦିନ ଆଉ ଧାନ ଅମଳ ମାନେ ଧାନ ବିଲରୁ ସରିଗଲା ଧାନ ବାଡ଼ିକି ଆସିଗଲା ମାନେ ବିଲରୁ ଖାଲି ହେଇଗଲା ବିଲରେ ସେଥିପାଇଁ ଏବେ ନ୍ୟୁ ଚାଷ ଗୋଟେ ହେବ ଖରାଦିନିଆ ମୁଗ ଚାଷ ହେବ ସେଥିପାଇଁ ମୁଗ ଚାଷ ପାଇଁ ଆଉ ଟ୍ରାକ୍ଟରକୁ ଅପେକ୍ଷା କରିକି ଅଛି ଟ୍ରାକ୍ଟର ସେଠି ବୁଲୁଛି ଟ୍ରାକ୍ଟରକୁ ଅପେକ୍ଷା କରିକି ବସିଛି ମୁଁ ଟ୍ରାକ୍ଟର ଆସିଲେ ବିଲରେ ମୁଗ ବୁଣା ହେବ ସେଥିପାଇଁ ମୁଗ ବୁଣିକି ଆଜି ଆଉ କାମକୁ ଯାଇ ହେବନି ତେଣୁକରି 2 ଦିନ ହେଲେ କାଲି ଟ୍ରାକ୍ଟରରେ ଧାନ ଆସିଥିଲା ଆଜି ବି ଆଉ ଗୋଟେ ଟ୍ରିପ୍ ଆସିବାର ଅଛି ଆଉ ଆଜି ପୁଣି ଯେଉଁ ବିଲଟା ପ୍ରଥମେ ଧାନ କଟା ହେଇଥିଲା ମାନେ ବିଲରୁ ଘରକୁ ଯାଇଛି ହେରି ସେ ବିଲରେ ଆଜି ମୁଗ ବୁଣିବି ନହେଲେ ଆଉ ଟିକେ ଲେଟ୍ ହେଲେ ପାଗ ଉଡ଼ିଯିବ ସେଥିପାଇଁ ମୁଗ ବୁଣିବାକୁ ମୁଗ ମଞ୍ଜି ସହ ଆସିକି ମୁଁ ଏଠି ବସିଛି ମୁଗ ମଞ୍ଜି ସହ ମୁଁ ଆସିକି ଏଠି ବସିଛି ମୁଗ ମଞ୍ଜି ବସିଛି ଗାଡ଼ି ଭିତରେ ଥୋଇକି ଗାଡ଼ିରେ ଥୋଇକି ମୁଗ ଥୋଇକି ବଇଛି ଗାଡ଼ିବାଲା ତ ଆସିଲେ ଯାଇ ବୁଣା ହେବ ଆଉ ଗାଡ଼ିବାଲା ପୁରା ବହୁତ ଦୂରରେ ବୁଲୁଛି ସେଥିପାଇଁ ଯାଉ ତ ଦେଖେଇ ହେବନି ସେଥିପାଇଁ ଏଠି ବସିକି ଅପେକ୍ଷା କରିଛି ଗାଡ଼ି ଆସିବ କେତେବେଳେ ତାପରେ ବୁଲେଇବି ହଉ ଦେଖାଯାଉ ଗାଡ଼ି କେତେବେଳେ ଆସୁଛି ଗାଡ଼ି ଆସୁ ସାରୁ ତାପରେ ଦେଖିବା ଆଉ ବହୁ କଷ୍ଟରେ ଏଠି ବସିଛି କାରଣ ମୁଗ ବୁଣି ଦେଇକି ବଇଛି ବିଲରେ ଗାଡ଼ିବାଲାର ଦେଖା ଦର୍ଶନ ନାହିଁ ଯାଇଛି କାହାର ବୁଲେଇବାକୁ ଆସିଲେ ବୁଲେଇବ ମୁଁ ତେଣୁକରି ଆଉ ଛାଡ଼ିକି ତ ଯାଇପାରୁନି ଯେହେତୁ ମୁଗ ବୁଣି ଦେଇଛି ଆଉ ପାରା ବସି ଖାଇଦେବେ ବୋଲି ସେଥିପାଇଁ ଜଗିକି ବସିଛି ଦେଖାଯାଉ ଗାଡ଼ିବାଲା କେତେବେଳେ ଆଉଛି ଆସିଲେ ଯାଇ ମୁଗ ବୁଣା ହେବ ଆଉ ଏଠି ତ ମୁଗ ବୁଣି ଦେଇକି ପୁରା ଏଇଠି ମୁଗ ଅଖା ଥୋଇକି ଏଠି ବସିଛି ମୁଗ ପୁରା ବସିଛି ଯାହା ହଉ ଟ୍ରାକ୍ଟର ଡ୍ରାଇଭରଟା ଆଇଲାଣି ଦେଖି ଧଡ଼ ଧଡ଼ କରିକି ଆଉଛି ଗାଡ଼ିବାଲା ହିଷ୍ଟ୍ରିଆ ଡ୍ରାଇଭରଟା ସିଆଡ଼େ ଧଡ଼ କରିକି ଆଉଛି ଆଇଲା ଯାହା ହଉ ବହୁ କଷ୍ଟ ପରେ 2 ଘଣ୍ଟା ଅପେକ୍ଷା କରିକି ଆଇଲା ହଉ ଟାଇମ୍ ଟିକେ ଦେଖିଦେବା କେତେ ହେଇଛି 9ଟା 11ଟା 32 11ଟାରେ 32 ଷ୍ଟାର୍ଟ ହେଲା ଦେଖାଯାଉ କେତେ ସମୟ ହେଉଛି ହଉ ଯାହା ହଉ ଦେଖାଯାଉ ବହୁତ ସମୟ ଅପେକ୍ଷାର ଅନ୍ତ ଘଟିଲା ଡ୍ରାଇଭରଟା ଆସିକି ଗାଡ଼ିଟା ଆମର ବିଲରେ ପୁରେଇକି ଚଷିଲାଣି ହଉ ଦେଖାଯାଉ 11ଟା 32ରେ ଷ୍ଟାର୍ଟ ହେଇଛି କେତେବେଳକୁ ସରୁଛି ଦେଖାଯାଉ ଛୋଟ ପିଲାଟା ଯାହା ହେଲେ 15-20 ମିନିଟ୍ ଲାଗିବ ଆଉ ହଉ ଚାଲ ଚାଷ ସରୁ ଦେଖିବା ଗାଡ଼ି ମିଳୁନଥିଲା ଏମିତି କେନ୍ଦ୍ର ଡ୍ରାଇଭର ଆମର ଆଇଲା ଯେ ଏକାଥରେ ମୁଗ ବୁଣି ହଳା ବି ଆମର ନେଇକି ଗଲାଣି ଆଜି ଆଉ କାହାର ଗଲାନି ମୋର ଆଜି ସରିଗଲା ମୁଁ ଯେହେତୁ ନିକି ଭାଇକି ଅଛି ଘରେ
ସେଥିପାଇଁ ହଳା ତକ 2ଟା ବିଲ ଅଛି 3ଟା ବିଲ ମୁଗ ବୁଣିକି ଆଉ 2ଟା ବିଲର ହଳା ନେବାର ବାକି ଥିଲା। ତେଣୁକରି ଆଜି ହଳା ନଦା ହେଉଛି ଘରକୁ ଯିବ। ତାପରେ ନୂଆ ବର୍ଷ ପରେ ତ ଏଥର ବାଡ଼ା ହବ ଯେହେତୁ ଏକା କୁଳିଆ ଅଛି ବାଡ଼ିଆ ବାଡ଼ି ହେଇପାରୁନି। ତେଣୁକରି ନୂଆ ବର୍ଷ ଦିନ ଆମର ଧାନ ବାଡ଼ିଆ ଷ୍ଟାର୍ଟ ହେବ। ପ୍ରତ୍ୟେକ ବର୍ଷ ନୂଆ ବର୍ଷରେ ହିଁ ଆମର ଧାନ ବାଡ଼ିଆ ହୁଏ। କେଉଁ ବର୍ଷ ହେଇପାରୁନଥିବ ପ୍ରତ୍ୟେକ ବର୍ଷ ନୂଆ ବର୍ଷ ଦିନ ହିଁ ଆମ ଧାନ ବାଡ଼ିଆ ହେବ। କିନ୍ତୁ ଯୋଗାଏ ଆଉ କିଏ କ'ଣ କରିବ। ଘରେ ରହିଲେ 2 ତାରିଖରେ ହଉ ନହେଲେ 3 ତାରିଖରେ ହଉ ବାଡ଼ିଆ ହବ। ହଉ ଚାଲ ଆଜି ଆମର ଧାନ ବଡ଼ା ଶେଷ। ଧାନ ମାନେ ଘରକୁ ଗଲେ ହାରି ଗୋଟେ ଚିନ୍ତା ଯିବ। ଚାଲ ଡ୍ରାଇଭର ମାନେ ଯାଆନ୍ତୁ। ଆଉ ଏ ଟ୍ରିପ୍ଟା ଫୋପାଡ଼ିକି ଆସିଲେ ଆଉ ଗୋଟେ ବିଲର ସେଠି ବାହିଆ ଗଧିଆ ହେଇକି ଅଛି ସେଇଟା ଯିବ। ସେକେଣ୍ଡ ଟ୍ରିପ୍କି ଆମର ରାତି ହେଇଗଲାଣି। ରାତି 7ଟା ବାଜିବାକୁ ବସିଲାଣି। 7ଟା ବେଳେ ଆମର ସେକେଣ୍ଡ ଟ୍ରିପ୍ ଯାଉଛି। ଆଉ କ'ଣ କରିବା ଡ୍ରାଇଭର ତ ହଇରାଣ କଲା ଆଜି ଆଉ ଲେଟ୍ ହେଇଗଲା। ମୟୂର ମଝିରେ ଏଇନା ଆମେ ଅଛୁ। ବିପନ ଆଇଥିଲା ଲୋଡ୍ କରିବାକୁ ନା ହେଲ୍ପର ଆଉ ବିଲୁଆ କାଇଁ ଆରେ ହଁ ରେ ବିଲୁଆ ଯାଉଛି। ଆଉ ପହଞ୍ଚି ଆଉ ଗୋଟେ ବିଲରେ ଅଧା ଏଇଟା ଅଧା ଲୋଡ଼ ହେଇକି ଅଛି। ଅଧା ଲୋଡ଼ ହେଇଛି ଆର ବିଲରେ ଆଉ ଅଧା ଲୋଡ଼ ହବ। ତାପରେ ଫୁଲ୍ ଲୋଡ଼ ହେଇକି ଘରକୁ ଯିବ। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଆଉ କାଲିର ତ ଭିଡ଼ିଓ କଣ୍ଟିନ୍ୟୁ ସରି ପାରିଲାନି। ଆଜି ସାରିବାକୁ ଚେଷ୍ଟା କରିଲି। ତେଣୁକରି କାଲି ଯେହେତୁ ଆମର ସେକେଣ୍ଡ ଟ୍ରିପ୍ରେ ରାତି ହେଇଗଲା। ଆଉ ରାତି ତ ହେଇଗଲା ପ୍ରବଳ 7:30 8ଟା ହେଇଗଲା। ଆଉ ଭିଡ଼ିଓ ସୁଟ୍ ହେଇପାରିଲାନି। ତେଣୁକରି ରାତିରେ ଆସିକି ଗଦା ସବୁ ଦିଆଦି କଲୁ। ଏଇଠି ଗଦା ଧାନ ଗଦା ଦେଇଦେଲୁ। ଗଦା ଦେଇ ସାରିଲା ପରେ ଆଉ ତ ଭିଡ଼ିଓ ହେଇପାରିଲା ନାହିଁ। ହେଇ ସେ କସିକି ପକାଇଲୁ। ଆଉ ଭିଡ଼ିଓ ହେଇପାରିଲାନି। ତେଣୁକରି କାଲି ଯାହା ଯେମିତି ଭିଡ଼ିଓଟା ହେଇଥିଲା ଭଲ ଲାଗିଲେ ଟିକେ ଲାଇକ୍ କରିଦେବେ। ନ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ନେକ୍ସଟ ଭିଡ଼ିଓ ଜଲ୍ଦି ପହଞ୍ଚିବ ଆଉ। ରଖୁଛି ବାଏ ବାଏ।